नमस्कार बंधुगण आज राति समग्र विश्व ପାଇଁ गोटे गुरुत्वपूर्ण राति ହେବାକୁ ଯାଉଛି କାରଣ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଶେଷ ଅଲ୍ଟିମେଟମ୍ ଦେଇଛନ୍ତି। ତ ଟ୍ରମ୍ପଙ୍କ ଅଲ୍ଟିମେଟମ୍ ଅନୁସାରେ ଇରାନ ଯଦି ତାଙ୍କର ଚେତାବନୀ ନ ମାନେ ସେ ସମ୍ପୂର୍ଣ୍ଣ ଇରାନକୁ ଗୋଟିଏ ରାତିରେ ଧ୍ୱଂସ କରିଦେବାକୁ ଧମକ ଦେଇଛନ୍ତି। ତ ଏହା ସତ୍ତ୍ୱେ ଆଶ୍ଚର୍ଯ୍ୟର କଥା ହେଉଛି ଇରାନ ଟ୍ରମ୍ପଙ୍କ ଧମକରେ ନ ଡରି ଯାଇ ତ ସେ ଆମେରିକାର ସିଜ୍ ଫାୟାର ପ୍ରପୋଜାଲକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛି। କେବଳ ସେତିକି ନୁହେଁ, ଇରାନ ଓଲଟା 10ଟା ସର୍ତ୍ତ ରଖିଛି ଯାହାକୁ ଶୁଣିଲେ ଟ୍ରମ୍ପଙ୍କର ମଧ୍ୟ ଚକ୍କର ଆସିବ। ତାହେଲେ ଆସନ୍ତୁ ଜାଣିବା ଆଜି ରାତି 8ଟା ପରେ ଏମିତି କ'ଣ ହେବାକୁ ଯାଉଛି ଯାହା ବିଶ୍ୱ ମାନଚିତ୍ରକୁ ବଦଳାଇ ଦେବ। ତ ପ୍ରଥମେ ଆସନ୍ତୁ ଜାଣିବା ଟ୍ରମ୍ପ ଇରାନକୁ କ'ଣ ଅଫର ଦେଇଥିଲେ। ତ ଟ୍ରମ୍ପଙ୍କ ଅଫର ଥିଲା କି 45 ଦିନ ପାଇଁ ଯୁଦ୍ଧ ବିରାମ ବା ଟେମ୍ପୋରାରୀ ସିଜ୍ ଫାୟାର କରାଯାଉ, କିନ୍ତୁ ଏହି ସମୟ ମଧ୍ୟରେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଏବଂ ମିସାଇଲ ଟେଷ୍ଟ ଉପରେ ସେ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଇବ। ଆଉ ଟ୍ରମ୍ପ ଚାହୁଁଥିଲେ କି ଇରାନ ତାର ପ୍ରକ୍ସି ଗ୍ରୁପ ଯେପରିକି ହିଜବୁଲା ଆଉ ୟେହୁତି ଉପରେ ତା ସହିତ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ମଧ୍ୟ ଛିନ୍ନ କରିବ। ଆଉ ଆମେରିକାର ଏଇ ଯେଉଁ ରଣନୀତି ଥିଲା, ପ୍ରଥମେ ଥିଲା ଯେ ଯୁଦ୍ଧକୁ ପଜ୍ କରାଯାଉ ଏବଂ ତାପରେ ତାଙ୍କ ହିସାବରେ ନେଗୋସିଏସନ୍ କରାଯାଉ, କିନ୍ତୁ ଇରାନ ଏଠି ଗୋଟେ ବଡ଼ ଟୁଇଷ୍ଟ ଆଣିଲା। ତ ଇରାନ ଫିଲ୍ କଲା ଯେ ଏହା ପଛରେ ଗୋଟେ ବଡ଼ ଷଡ଼ଯନ୍ତ୍ର ଅଛି ଏବଂ ସିଜ୍ ଫାୟାର କରିବାକୁ ମନା କରିଦେଲା। ତ ଇରାନ କ'ଣ ଫିଲ୍ କଲା ନା, ଇରାନ ଏଇଟାକୁ ଫିଲ୍ କଲା ଏଇଟା ଗୋଟେ ୱାନ୍ ସାଇଡେଡ୍ ଟ୍ରାପ୍। ତ ଇରାନର ମାନିବା କଥା ଯେ ଆମେରିକା ଏବଂ ଇସ୍ରାଏଲ କେବଳ 45 ଦିନର ପଜ୍ ଚାହୁଁଛନ୍ତି, ଯେପରିକି ସେମାନେ ପୁଣି ଥରେ ନିଜର ହତିଆର ଏବଂ ଶକ୍ତି ସଂଗ୍ରହ କରିପାରିବେ। ତ ଏଇଟା ଇରାନ ପାଇଁ ଗୋଟେ ଟ୍ରାପ୍ ବୋଲି କହିଲେ ଚଳିବ। ଏବଂ ଗତ କିଛି ଦିନର ଯୁଦ୍ଧରେ ଆମେରିକାର ବହୁତ କ୍ଷତି ହୋଇଛି, ତେଣୁ ସେମାନେ ରିଗ୍ରୁପ୍ ହେବାକୁ ଟିକେ ଟାଇମ୍ ଚାହୁଁଛନ୍ତି। ତେଣୁ ଇରାନ କହୁଛି ଯଦି ସେମାନେ ଏବେ ଯୁଦ୍ଧ ବନ୍ଦ କରନ୍ତି ତେବେ ତାଙ୍କ ଉପରୁ ସାଂସନ ହଟିବାର କୌଣସି ବି ଗ୍ୟାରେଣ୍ଟି ନାହିଁ। ତେଣୁ ବର୍ତ୍ତମାନ ଇରାନ ନିଜକୁ ଦୁର୍ବଳ ଭାବୁନାହିଁ, ବରଂ ନିଜର ମିସାଇଲ ଶକ୍ତି ଉପରେ ଭରସା ରଖି ଆଗକୁ ବଢ଼ୁଛି। ତେଣୁ ସେଥିପାଇଁ ସେ ଗୋଟେ 10ଟା କଣ୍ଡିସନ ରଖିଛି, ଯାହାକୁ ଯଦି ଆମେରିକା ବା ଇସ୍ରାଏଲ ଫୁଲଫିଲ୍ କରିବେ ଦେନ୍ ଓନ୍ଲି ଏ ୱାର୍ଟା ବନ୍ଦ ହେବ। ଜାଣିବା ଇରାନର ଏଇ 10ଟା ସର୍ତ୍ତ କ'ଣ। ତ ଇରାନର ପ୍ରଥମ ସର୍ତ୍ତ ହେଉଛି ଯେ ଯୁଦ୍ଧ ଟେମ୍ପୋରାରୀ ନୁହେଁ ବରଂ ପରମାନେଣ୍ଟଲି ଶେଷ ହେବା ଦରକାର। ଏବଂ ଦ୍ୱିତୀୟରେ ଆମେରିକାକୁ କେବଳ ଇରାନ ନୁହେଁ ବରଂ ହିଜବୁଲା ଏବଂ ୟେହୁତିଙ୍କ ଉପରେ ମଧ୍ୟ ଆକ୍ରମଣ ବା ଆଟାକକୁ ବନ୍ଦ କରିବାକୁ ହେବ। ଏବଂ ତୃତୀୟ ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ସର୍ତ୍ତ ହେଉଛି ଇରାନ ଉପରୁ ସବୁ ପ୍ରକାର ଅର୍ଥନୈତିକ ସାଂସନ ଯେଉଁଟାକି କଟକଣା ହଟାଇବାକୁ ପଡ଼ିବ। ଏବଂ ତାପରେ ଯୁଦ୍ଧରେ ଇରାନର ଯେଉଁ ସବୁ ଇନଫ୍ରାଷ୍ଟ୍ରକ୍ଚର ଗୁଡ଼ାକ ନଷ୍ଟ ହୋଇଛି ସେଥିପାଇଁ ଆମେରିକାକୁ କ୍ଷତିପୂରଣ ବା କମ୍ପେନସେସନ୍ ମଧ୍ୟ ଦେବାକୁ ଇରାନ ଦାବି କରୁଛି। ଏବଂ ଇରାନ ଏହା ସହିତ ଯେଉଁ ପଞ୍ଚମ ସର୍ତ୍ତ ରଖିଛି ତାହା ସମ୍ପୂର୍ଣ୍ଣ ଭାବେ ବିଶ୍ୱର ଅର୍ଥନୀତିକୁ ମଧ୍ୟ ଦୋହଲାଇ ଦେଇପାରେ। ତ ଇରାନ ଚାହୁଁଛି ଯେ ଯେଉଁଟା ଆମର ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଅଛି ତା ଉପରେ ସମ୍ପୂର୍ଣ୍ଣ କଟକଣା ବା ସମ୍ପୂର୍ଣ୍ଣ କବ୍ଜାକୁ ଇରାନକୁ ଦିଆଯାଉ। ତ ଏଇଟା ଗୋଟେ ଇଣ୍ଟରନ୍ୟାସନାଲ ୱାଟର ହୋଇ ରହିବ ନାହିଁ, ବରଂ ଏହା ଦ୍ୱାରା ଯାଉଥିବା କୌଣସି ବି ଜାହାଜ ଗଲେ ଇରାନକୁ ଇରାନର ଅନୁମତି ନେବାକୁ ପଡ଼ିବ। ତ ଆପଣ ଜାଣିଥିବେ ବିଶ୍ୱର ଅଧିକାଂଶ ତୈଳ ପରିବହନ ଏହି ରୁଟ୍ ଦେଇ ହୋଇଥାଏ। ତେଣୁ ଯଦି ଇରାନ ଏହାର କଣ୍ଟ୍ରୋଲ ନେଇଯାଏ ତେବେ କୌଣସି ବି ସମୟରେ ବିଶ୍ୱର ତେଲ ଯୋଗାଣ ବନ୍ଦ ହୋଇଯିବ। ତେଣୁ ଏହା ଆମେରିକା ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବର୍ତ୍ତମାନ। ଏହା ସହ ଆମେରିକା ଚାହୁଁଥିଲା ଇରାନ ତାର ପରମାଣୁ ବା ନ୍ୟୁକ୍ଲିୟର ପ୍ରୋଗ୍ରାମ ବନ୍ଦ କରୁ, କିନ୍ତୁ ଇରାନ ସିଧାସଳଖ ନା କହିଦେଲା। ତ ଇରାନର କହିବା କଥା ହେଉଛି ଯଦି ଆମ ପାଖରେ ପରମାଣୁ ଶକ୍ତି ନଥିବ ତେବେ ଫ୍ୟୁଚରରେ ଆମେରିକା ଆମକୁ ପୁଣି ଧମକ ଦେବ। ତେଣୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ୟୁରାନିୟମ୍ ଏନରିଚମେଣ୍ଟ ଜାରି ରଖିବେ। ଆଉ ଏହା ସହିତ ତାଙ୍କର ଯେଉଁ ମିସାଇଲ ପ୍ରୋଗ୍ରାମ ଚାଲିଛି ତା ମଧ୍ୟରେ ତା ଉପରେ ସେମାନେ କୌଣସି ବି କଟକଣା ଗ୍ରହଣ କରିବେ ନାହିଁ। ଏବଂ ଇରାନ ନିଜକୁ ମଧ୍ୟପ୍ରାଚ୍ୟର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ଦେଖିବାକୁ ଚାହୁଁଛି। ତେଣୁ ସେଥିପାଇଁ ସେ କୌଣସି ବି ବୁଝାମଣା କରିବାକୁ ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତ ନାହିଁ। ତ ଇରାନର ଏହିସବୁ ସର୍ତ୍ତ ଶୁଣିବା ପରେ ଟ୍ରମ୍ପ ନିଜର ସୋସିଆଲ ମିଡ଼ିଆରେ ଇରାନକୁ ବହୁତ କିଛି ଗାଳି ଦେଲେ ଏବଂ ସେ କହିଲେ ଯେ ସେ ଚାହିଁଲେ ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନକୁ ଧ୍ୱଂସ କରିଦେବେ। ତ ଏହାକୁ ସାମରିକ ଭାଷାରେ ଗୋଟେ ଆମେ କହୁଛେ ସକ୍ ଆଣ୍ଡ ଅ ଷ୍ଟ୍ରାଟେଜି କହୁଛେ। ତ ଏହାର ଅର୍ଥ ହେଉଛି ଯେ ଗୋଟେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯିବ, ଯାହାଫଳରେ ଶତ୍ରୁ ପକ୍ଷର କମ୍ୟୁନିକେସନ୍, ପାୱାର ଗ୍ରିଡ୍ ଏବଂ ମିଲିଟାରୀ ବେସ୍ ମାତ୍ର କିଛି ଘଣ୍ଟା ମଧ୍ୟରେ ଧ୍ୱଂସ ହୋଇଯିବ ଏବଂ ଟୋଟାଲ ଇରାନ ହିଁ ପଙ୍ଗୁ ହୋଇଯିବ। ତ ଟ୍ରମ୍ପ ଗୋଟେ ସଂକେତ ଦେଉଛନ୍ତି ଯେ ସେ ଟୋଟାଲ ଇରାନକୁ ପୁରାପୁରି କୋଲାପ୍ସ କରିଦେବେ। ତ ଆଜିର ଏହି ଅଲ୍ଟିମେଟମ୍ ଆଜି ରାତି 8ଟା ପରେ ଜଣାପଡ଼ିବ ଯେ ଟ୍ରମ୍ପ ସତରେ କିଛି ଷ୍ଟେପ୍ସ ନେଉଛନ୍ତି ନା ଏଇଟା ଗୋଟେ ଧୂଆଁ ବାଣ। ଟ୍ରମ୍ପ ବର୍ତ୍ତମାନ ଗୋଟେ ସାଇକୋଲୋଜିକାଲ ୱାରଫେୟାର ଖେଳିଛନ୍ତି। ସେ କହୁଛନ୍ତି କି ଇରାନର ଜନତା ଚାହୁଁଛନ୍ତି ଯେ ଆମେରିକା ବମ୍ବିଂ କରୁ ସୋ ଦ୍ୟାଟ୍ ସେମାନେ ତାଙ୍କ ସରକାରରୁ ମୁକ୍ତି ପାଇବେ। ତ ଏଇଟା ଗୋଟେ ଟ୍ରମ୍ପର ଗୋଟେ ବଡ଼ ସାଇକୋଲୋଜିକାଲ ଜିତ୍। କିନ୍ତୁ ବାସ୍ତବତା ହେଉଛି ଗତ କିଛି ଦିନ ମଧ୍ୟରେ 5200ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। କେବଳ ଇରାନରେ ହିଁ 3500 ଲୋକ ମରିଥିବା ବେଳେ ଲିବାନନ, ଇସ୍ରାଏଲ ମଧ୍ୟରେ ଶହ ଶହ ଲୋକ ମଧ୍ୟ ମରିଲେଣି ଏବଂ ଦୁବାଇ ଏବଂ କୁଏତ ପରି ଦେଶଗୁଡ଼ିକ ମଧ୍ୟ ଏହା ଉପରେ ପ୍ରଭାବ ପଡ଼ିଲାଣି। ତେଣୁ ଏହି ଯୁଦ୍ଧ ଯେତେ ପର୍ଯ୍ୟନ୍ତ ଆଗକୁ ବଢ଼ିବ ଏହାର ପରିସ୍ଥିତି ଆହୁରି ଭୟାବହ ହେବ। ତ ବନ୍ଧୁଗଣ ଟ୍ରମ୍ପ ଯେଉଁ ଅଲ୍ଟିମେଟମ୍ଟା ଦେଇଥିଲେ ସେଇଟା ଆଜି ରାତି 8ଟାରେ ସରୁଛି।
ତ ଏହାପରେ କ'ଣ ହେବ ସେଇଟା ମଧ୍ୟ କାହାକୁ ଅଜଣା, କାରଣ ଇରାନ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର କୌଣସି ବି ସର୍ତ୍ତ ମାନିବାକୁ ରାଜି ନୁହେଁ ଏବଂ ଆମେରିକା ମଧ୍ୟ ଏଥିରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ତ ସ୍ଥିତି ବର୍ତ୍ତମାନ ଏମିତି ହୋଇଛି, କିଛି ବି ହୋଇପାରେ। ଗୋଟିଏ ବଡ଼ ଯୁଦ୍ଧ ହୋଇପାରେ କିମ୍ବା ଇରାନ ଆମେରିକାର କୌଣସି ବି ସର୍ତ୍ତ ମାନିବାକୁ ପ୍ରସ୍ତୁତ ହୋଇଯାଇପାରେ। ତ ଏହାର ସମସ୍ତ ପ୍ରଭାବ ଟୋଟାଲ ୱାର୍ଲଡର ବଜାର ଏବଂ ଅର୍ଥନୀତି ଉପରେ ଦେଖିବାକୁ ମିଳିଲାଣି। ତ ଯଦି ଟ୍ରମ୍ପଙ୍କ ଲାଷ୍ଟ ୱାର୍ଣ୍ଣିଂକୁ ନେଇକି ଇରାନ ରାଜି ନ ହୁଏ, ତାହେଲେ କିଛି ନା କିଛି ଗୋଟେ ହବାକୁ ନିଶ୍ଚିତ ଜଣାପଡ଼ୁଛି। ତ ଆଜି ରାତି 8ଟା ପରେ ଜଣାପଡ଼ିବ ତ ବିଶ୍ୱ କେଉଁ ଦିଗକୁ ଗତି କରୁଛି। ଏହି ଘଟଣା ଉପରେ ଆପଣଙ୍କ ମତାମତ କ'ଣ, କମେଣ୍ଟ ବକ୍ସରେ ଜଣାନ୍ତୁ। ଜୟ ଜଗନ୍ନାଥ।